ପୋଇ ଡାଙ୍ଗ ଚାପଡ଼ା ଶୁଖୁଆ ଆଳୁ ବାଇଗଣ କରିଦେବୁ ଯେବେ ରାଇ ଧନମାଳି କରିଦେବୁ ଯେବେ ରାଇ ହାତ ଚାଟି ଭାତ ଖାଇବୁ ଲମିତ ସବୁ ତରକାରୀକୁ ଥୋଇ। ପୋଇ ଶାଗକୁ ଦେଖିକି ମା କୋଉ ଗୀତ ଗାଇଲେ ଆପଣ ମାନେ ତ ଶୁଣିଲେ, କିନ୍ତୁ ମୋର ମନଟା ଭାରି ଦୁଃଖ ଥିଲା। କାହିଁକି ନା ଆମ ବିଲ୍ଡିଂ ତଳେ ଯୋଉ ମୁଁ ପୋଇ ଶାଗ ଲଗେଇଥିଲି ତାକୁ କେହି ଉପାଡ଼ି ଦେଇଥିଲା। ମନ ଦୁଃଖରେ ବଚାକୁଚା ଶାଗ ତାକୁ ଧରିକି ମୁଁ ଆସିଥିଲି ଘରକୁ। ଶାଗ ସବୁକୁ ଅଲଗା କରିକି ଡାଙ୍ଗ ଫୋପାଡ଼ିବାକୁ ଗଲାରୁ ମା କହିଲେ, ଆଲୋ ରହ ରହ ରହ, ଏଇ କଣ କରୁଛୁ? ଆମେ ପରା ଏଇ ନାଡୁକୁ ତରକାରୀ କରୁ, ସେଥିରେ ଆଳୁ ବେସର ବଟା ଆଉ ଆମ୍ବୁଲକୁ ଦେଇକି ବଢିଆ ବେସରଟିଏ କରେ। ମା କହିବା ଅନୁସାରେ ସୋରିଷ ବଟା ଆମ୍ବୁଲ ଦେଇ ବଢିଆ ବେସରଟିଏ ବନିଗଲା। ସତରେ ସାଙ୍ଗମାନେ ଏତେ ଟେଷ୍ଟି ହବ ବୋଲି ମୁଁ ବି କେବେ ଭାବିନଥିଲି। ସେଥିପାଇଁ ସେଇ ଡାଙ୍ଗରୁ 2ଟି ଡାଙ୍ଗ ନେଇକି ମାଟି ତଳେ ପୋତିଛି ପୁଣି ଥରେ, ଏଇ ଆଶାରେ କି ପୁଣି ଥରେ ପୋଇ ଗଛଟିଏ ହେଇପାରିବ।